गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानंद माधवम्। श्रीमद्देवी भागवत महापुराण पंचम स्कंध द्वादश अध्याय। आजर विषय रही महिषासुरर मंत्री मानक सहित पूर्व मंत्रणा। व्यासदेव कहिले शुण नरनाथ, ताम्रासुर गिरकु शुणी जगन्नाथ। हसी देई मंदरे मेघ गंभीर रे, भासिले शुण वीर ताम्रासुर आगे। ज्ञानहीन मंद मति टीका मार्तकु, जाई कह मुमूर्षु महिष प्रभुंकु। तोर माता महिषी जेने पोढ़ो चेंडा, पाळकुटा खाइण प्रोढ़ा से उदंडा। लंब पोछा श्रृंगवती मंदोदरी, सेही परी कुहे तो स्वरूप मोहरी। हरिहर ब्रह्मादि वरुण देवंकु, प्रार्थना मुन करे कुबेर अग्निकु। परित्याग करिण सर्प बाण गण, महिषकु बरिबि कि गुण देखिण। अकलंक जसरे वृथारे कलंक, लगाइबि जगते करिण नायक। मूढ़पति प्रार्थना नुहई जुवती, जगतपति गति अटंती मपति। निजे कार्य न कले हेले हैं से कर्ता, विषय बांछा नहीं समस्त नियंता। सर्वदा सुस्थिर पुणी गुणातीत, निरालंब निराश्रय से जे अनंत। सर्वज्ञ सर्वव्यापी से तो पूर्णाशय, सर्वसाक्षी संपूर्ण सुमंगलमय। अटंती से सकल आवासर स्थल, मोहर प्राण प्रिय शांत क्षमाशील। अंतरात्मा स्वरूप से ही सबंकर, सर्वत्र चक्षु रखी करंती गोचर। एवं भूत कांत को करी परित्याग, मूढ़मति पोढ़ को करी बिकी भोग। एहेतुरे विचार करी कर रण, वृत्तांत देवंकर करी विवाहन। अथवा नरंकर निरबाहिबारे, निजुक्त बा करिबि भार को बहिबारे। बंचिबा इच्छा तोर थिले दुराचार, पाताल पुरे जाई कर घर। ता नहिले जानिबु दानव सहित, समर प्रांगण रे करिबई होत। समान जंतकर संसारे परस्परे, सम्मिलन हेबार सुखप्रद खरे। अज्ञान खलंकर हेबार मिलन, सुखर निधन से दुखर निदान। आरे पापी जा कहूँ भामिनी नबीना,
ଆମ୍ଭ ପ୍ରଭୁ ମହିଷ କର ତୁ ଭଜନା। ରେ ମୂର୍ଖ ଦେଖ ମୁହିଁ ଅଛଇ କୋଠାରେ, ଶୃଙ୍ଗଧର ମହିଷ ଅଛି ସେ କୋଠାରେ। ଆମ୍ଭ ଦୁଇ ଜଣର ହେବ କି ମେଳନ, ବ୍ରଣ କରିକି ଅବା କର ପଳାୟନ। ସବଂଶରେ ତାହାକୁ କରିବି ବିନାଶ, ତା ନହିଲେ କହିବୁ ତୋର ଶ୍ୱଶୁର ପାଶ। ସୁରଙ୍କୁ ଜାଗ ଭାଗ ସ୍ୱର୍ଗ ଦୁର୍ଗ ସେଇ, ସୁଖ ଭୋଗ କରିଣ ରହିଥାଉ ସେଇ। ବ୍ୟାସ କବି କହିଲେ ଏହା କହିଦେବି, ସେହି କାଳେ ମାନସେ କିସ ବା ଭାବି। ପ୍ରଳୟ କାଳ ଘନ ଘଣ୍ଟାର ସମାନ, ପୁଣ୍ୟଜନ ଜନଙ୍କ ଜୟ ପ୍ରଦ ପୁଣ। କରିଲେ ଉଚ୍ଚ ସ୍ୱରେ ଭୀଷଣ ଗର୍ଜନ, ସିଂହ ପୃଷ୍ଠେ ବସିଣ ସିଂହର ନିଶନ। ସେ ଗର୍ଜନ ଶବ୍ଦରେ ବସୁନ୍ଧରା ତାର, ଥର ଥର ହୋଇଲେ ଭୟରେ ଭୂଧର। ଦାନବ ନାରୀଙ୍କର ଗର୍ଭପାତ ହେଲା, ତାମ୍ରାସୁର ସେ ଶବ୍ଦ ଭଏ ପଳାଇଲା। ମହିଷ ଶଙ୍କର ମିଳି ସନ୍ନିଧାନ, ସାବଧାନେ ରହିଲା କରି ଅବଧାନ। ବଧିର ହୋଇଗଲା ଦାନବଙ୍କ କର୍ଣ୍ଣ, ଚିନ୍ତାକୁଳେ ଭୟରେ କଲେ ପଳାୟନ। ଦେବୀଙ୍କର ବାହନ ସିଂହ କ୍ରୋଧ ଭରେ, ଭୟଙ୍କର ଗର୍ଜନ କଲେ ତଦନ୍ତରେ। ଅସୁର ନିକରଙ୍କ ଆସର ଦର ହେଲା, ତାମ୍ରାର ପ୍ରତ୍ୟଗତ ମହିଷ ଜାଣିଲା। ହତ ଜ୍ଞାନ ହୋଇଣ ସଚିବ ସହିତ, କି କରିବା ବୋଲିଣ ହୋଇଣ ଚିନ୍ତିତ। ମହିଷ ସେ କହିଲା ସେ ସର୍ବଦାନବ, ଦୁର୍ଗ ମଧ୍ୟେ ପ୍ରବେଶ କରିବା କର୍ତ୍ତବ୍ୟ। କିବା ଯାଇ ସମର କରିବା ବିଧେୟ, ପଳାଇଲେ ଅଥବା ମଙ୍ଗଳ କି କହ। ତୁମ୍ଭେ ମାନେ ସମସ୍ତେ ଶାସ୍ତ୍ର ବିଶାରଦ, ବୁଦ୍ଧିମନ୍ତ ଦୁର୍ଦ୍ଦଶ କାର୍ଯ୍ୟ କର ସିଦ୍ଧ। କାର୍ଯ୍ୟ ସିଦ୍ଧ ହେବାର ତୁମ୍ଭଙ୍କୁ ତ ଜଣା, ଏହେତୁ ଗୁପ୍ତ ଭାବେ କର ହେ ମନ୍ତ୍ରଣା। ରାଜ୍ୟ ରକ୍ଷା ହେବାର ମନ୍ତ୍ରଟି କାରଣ, ମନ୍ତ୍ର ରକ୍ଷା ହୋଇଲେ ସର୍ବଶୁଭ ଜାଣ। ସଦାଚାର ସମ୍ପନ୍ନ ଜ୍ଞାନୀ ମନ୍ତ୍ରୀଗଣ, ସଦା କରୁଥାନ୍ତି ମନ୍ତ୍ରକୁ ରକ୍ଷଣ। ଗୁପ୍ତ ମନ୍ତ୍ର ପ୍ରକାଶ ହୋଇଯିବ ଯେବେ, ସାମ୍ରାଜ୍ୟ ସହ ରାଜା ନାଶ ହେବ ତେବେ। ଅତଏବ ସମ୍ପ୍ରତି ମତି ନରପତି, ସର୍ବଦା ଗୋପନେ ମନ୍ତ୍ରଣା କରନ୍ତି। ଅଛତ ମନ୍ତ୍ରୀଗଣ ମନ୍ତ୍ରଣା ନିପୁଣ, ନୀତିପୂର୍ଣ୍ଣ ବଚନ କରନ୍ତୁ ରଚନ। ଦେଶ କାଳ ପାତ୍ରରେ ସଂଯୁକ୍ତି ସଙ୍ଗତ, ସୁହିତ କର ଉପଦେଶ କର ଦତ୍ତ। ସୁରବରେ ନିମିତା ହୋଇ ନାରୀ ବରା, ଏକାକିନୀ ଆସିଛି ଆଶ୍ରାହୀନେ ପରା। ଅବଳା ହୋଇ ପୁଣି ଇଚ୍ଛା କରେ ରଣ, ଆଉ ଅଛି ବିଚିତ୍ର ଚରିତ୍ର କି ପୁଣ। ଶୁଭାଶୁଭ ହୋଇଣ ବୋଲିଣ ଏଥିରେ, ଏହି ତିନି ପୁରରେ କେହି କହିପାରେ।
ବହୁତ ନରଙ୍କର ନୁହେଁ କେବେ ଜୟ, ନକରେ ଏକ ନର ମଧ୍ୟ ପରାଜୟ। ଯୁଦ୍ଧରେ ଜୟ ପରାଜୟ ଦୈବାଧିକ, ଉପାୟବାଦୀ କହେ ଦୈବ କି କାରଣ। ଦୈବକୁ କିଏ ସେ କେବେ ବି ଦେଖିଛି, ବିନ୍ଦୁବନ୍ତେ କହନ୍ତି କପାଳେ ଯାଉଛି। ନିର୍ବଳକୁ ପୁରୁଷ ମାନଙ୍କର ସିନା, କେବଳ ସେ ଅଟଇ ଆଶା ବିଡ଼ମ୍ବନା। ସମର୍ଥ ଯାର ଅଛି ଦୈବକୁ ସେହି, ହେ ସଚିବ ଆଶ୍ରୟ ନେବ କାହିଁ ପାଇଁ। ଶରଙ୍କର ଉଦ୍ୟମ କେବଳ ସୂତକ, କୁପୁରୁଷ ମାନଙ୍କ ଦୈବ ପ୍ରବଳ। ଏଣୁ ସେ ମହିପନ୍ତି ଏବେ ସବୁଧିରେ, ଯତ୍ନପୂର୍ବ ବିଚାର କର ସମତିରେ। ମନ୍ତବ୍ୟ ସ୍ଥିର କର କରିବା କର୍ତ୍ତବ୍ୟ, ବ୍ୟାସଦେବ କହିଲେ ଶୁଣ ଧରାଧବ। ମହିଷ ରାଜାଙ୍କର ଏହି ବାଣୀ ଶୁଣି, ସୁଯଶା ବିଡ଼ାଳାସ ନାମା ଦୈତ୍ୟମଣି। କୃତାଞ୍ଜଳି ପୁଟରେ କହିଲେ ଆଣ୍ଟରେ, ରାଜାଙ୍କର ଛାମୁରେ କିଞ୍ଚିତ ରାଗାରେ। ସେ ବିଶାଳ ନୟନା ଆସିଛି କିମ୍ପାଇଁ, କେଉଁଠାରୁ ଆସିଲା ତାରା ବର ମୁହିଁ। ସେ ବର ବର ନାରୀ ନାହିଁ କି କେବର, ଏ ବିଷୟ ଯତ୍ନରେ ଜାଣିବା ବିଚାର। ବିଚାରୁ ଅଛି ମୁହିଁ ସୁପର୍ବାଣ ଗଣ, ରମଣୀ କରେ ତୁମ୍ଭ ମରଣ ଜାଣିଣ। ଏସତ ଦଳ ଦଳ ଦଳନ ନେତ୍ରାକୁ, ନିଜ ନିଜ ତେଜରେ କରି ନିର୍ମାଣକୁ। ପଠାଇ ଅଛନ୍ତି ତ ସର୍ବସୁମନ ସେ, ସମର ସୁଦର୍ଶନେ ରହିଣ ନଭକ୍ଷେ। ସମୟ ଆସି ହେଲେ ସେ ଅମର ଚୟ, ଅସମୟ ସମୟେ ହୋଇବେ ସହାୟ। ବିଷ୍ଣୁ ଆଦି ସମସ୍ତେ ସମରାଭିଳାଷୀ, ରଖି ଆମ୍ଭ ସମ୍ମୁଖେ ଏହି ମନ୍ଦାଳସୀ। ଦାନବର ବଂଶକୁ କରିବେ ନିର୍ବଂଶ, ତୁମ୍ଭଙ୍କୁ ତ ମାରିବ ଶେର ମଣି ଈଶ। ସେ ଦେବ ଚୟଙ୍କର ଏହି ଅଭିପ୍ରାୟ, ଅଟଇ ମୁଁ ଜାଣିଛି ଆହେ ଦୈତ୍ୟରାୟ। ଉଚିତବ୍ୟ ବିଷୟ ନ ଜାଣେ କିଞ୍ଚିତ, ଆହେ ରାଜ ଏ କାର୍ଯ୍ୟ ସୁରଙ୍କର ଚିତ। ଏହେତୁ ଏ ବ୍ୟାପାର ଯାହେବ ଉଚିତ, ସେହି କାର୍ଯ୍ୟ କରନ୍ତୁ ଆପଣଙ୍କ ଚିତ୍ତ। ଏ ବିଷୟ ବଳାଇ କହି ନ ପାରିବି, ଯୁଦ୍ଧ କର ନ କର ବୋଲି କିଛି ଭାବି। ତବ ଅନପାନରେ ମୁହିଁ ଅନୁଜୀବି, ସନ୍ତତରେ ସହିତେ ବିହାର କରିବି। ସମୟରେ ସୁକାର୍ଯ୍ୟ ଗୌରବ ବସରେ, ଛାଡ଼ିବି ଏ ଜୀବନ ତୁମ୍ଭର ହେତୁରେ। ସର୍ବଦା କର୍ତ୍ତବ୍ୟ ଆମ୍ଭର ଏ କର୍ମ, ଅଟଇ ଅନୁଚର ମାନଙ୍କର ଧର୍ମ। ଆହେ ନୃପ କିପରି ଏକାକିନୀ ନାରୀ, ଆସିଅଛି ବିଚାର କର ଯୁଦ୍ଧ କରି। ବଳିଷ୍ଠ ସୈନ୍ୟ ସହ ପରିବୃତ ହେଲେ, ଆମ୍ଭ ସମ ହେବ କି ସମରେ ସେ କାଳେ।
ଏହା ଶୁଣି କହିଲା ଦୁର୍ମୁଖ ସୁର, ଆଜି ଯୁଦ୍ଧେ ଜୟ ତ ନହିବ ଆମ୍ଭର, ତଥାପି ପଳାଇବା ଉଚିତ ନୁହେଁ। ହେଇସ ରହିଥାଏ ଅପଯଶ ତହିଁ, ଇନ୍ଦ୍ରାଦିଙ୍କ ସମରେ କୁଣ୍ଠିତ ଯେ ନୁହେଁ। ସେ ଜିଣିଛି ତ୍ରିପୁର ଆଗ୍ରହ ବିଗ୍ରହେ, ସେ ଆଜି ଏକାକିନୀ ରମଣୀ ସହିତ, ଯୁଦ୍ଧରେ ହାରି ପଳାଇବା କି ବିହିତ। ଜୟ ବା ପରାଜୟ ହେଉଟି ସମରେ, ଯୁଦ୍ଧ କର ଅମର ମାନଙ୍କ ସଙ୍ଗରେ। ମରିଯିବି ବୋଲିଣୁ ଏ ଚିନ୍ତା ନ କର, ଯାହେବାର ହୋଇବ ଆହେ ଦୈତ୍ୟ ବର। ମରିଗଲେ ଲଭିବ ସୁଯଶ ଲେଖ, ଜିଥିଲେ ଭୋଗିବ ପରମ ସୁସୁଖ। ଏହି ଭାବ ଭାବିଣ କର ରଣ ପୁଣି, ପଳାଇଲେ ହୋଇବ ଯଶସ୍ୱୀ ନାହାନି। ଆୟୁଷେ ସେ ସମସ୍ତେ ଲଭନ୍ତି ମରଣ, ଜିବା ମରିବାର ଏ ହେତୁ ସମାନ। ବୃଥା ଶୋକ କରିବା ଅଟେ ଅବିଧେୟ, ବ୍ୟାସଦେବ କହିଲେ ଶୁଣ ଜନ୍ମଞ୍ଜୟ। ଦୁର୍ମୁଖର ମୁଖରୁ ଶୁଣି ଏହି ପଦ, କହିଲା ସେ ବାଷ୍କଳ ବାକ୍ୟ ବିଶାରଦ। କୃତାଞ୍ଜଳି ପୁଟରେ ବିନୟ ଭାବରେ, ଧବଙ୍କର ଛାମୁରେ କିଞ୍ଚିତ ରାଗରେ। ଏ ଅପ୍ରିୟ ସାମାନ୍ୟ କାର୍ଯ୍ୟରେ ରାଜନ, ଏଡ଼େ ବଡ଼ ଚିନ୍ତାଟି କିବା ପ୍ରୟୋଜନ। ସେ ବିଲୋଳ ଲୋଚନା ଚଣ୍ଡୀକି ମାରିବି, ଆହେ ନୃପ ଏକାକୀ ଏହି କ୍ଷଣି ଯିବି। ଆମ୍ଭମାନଙ୍କର ତ ମାନସ ଉତ୍ସାହ, ଦମ୍ଭରେ କରିବାର ଆପଣ ବିଧେୟ। ବୀରଙ୍କ ବୀରର ସେ ସ୍ଥାୟୀ ଏହା ସିନା, ଭୟାନକ ରସରେ ବୈରୀ ମହାମନା। ଏଦର ପରିହର ସମରକୁ କର, ଚଣ୍ଡିକାକୁ ପେଶିବି ଦଣ୍ଡଧରପୁର। ଯମ ଇନ୍ଦ୍ର କୁବେର ବରୁଣ ବାୟୁକୁ, ନ ଡରଇ ମୁଁ ଅଗ୍ନି ଚନ୍ଦ୍ର ତପନକୁ। ହରିହର ବ୍ରହ୍ମାଙ୍କୁ ମୋର ଲକ୍ଷ୍ୟ ନାହିଁ, ଡରିବି ବା କାହାକୁ କହ ମୁଁ କିମ୍ପାଇଁ। ଏହି ମଦ ଗର୍ବିତା ଏକାକିନୀ ନାରୀ, ଡରିବି କି ସହାନି କରିବି ମୋରି। ଶିଳାରେ ସୁଶାଣିତ ସରଣି କରରେ, ସଂହାରିବି ତାହାକୁ କ୍ଷଣକ ଭିତରେ। ବାହୁବଳ ମୋହର କର ବିଲୋଚନ, ଯଥା ସୁଖେ ବିହାର କରିଣ ଆପଣ। ସାମାନ୍ୟ ନାରୀ ସହ ଯୁଦ୍ଧ କରିବାରେ, ଆହିଁ ପାହିଁ ଆପଣ ବାହାରିବେ ଥରେ। ବ୍ୟାସଦେବ କହିଲେ ଗର୍ବିତ ବାଷ୍କଳ, ମହିଷ ରାଜେନ୍ଦ୍ରଙ୍କୁ କହନ୍ତେ ତଚ୍ଛାଳ। ଦୁର୍ଧର ନାମାସୁର ମହତ ଦୁର୍ଧର, ମହିଷକୁ ପ୍ରଣମେ କହିଲା ସତର। ସୁରଙ୍କରେ ନିର୍ମିତା ଅଷ୍ଟାଦଶ ଭୁଜ, କି କାରଣେ ଆସିଲେ ହେଲେ ହେଁ ରାଜ। ଅବଶ୍ୟ କରିବି ମୁଁ ତାହାକୁ ବିନାଶ, ଏଥିରେ କି ସନ୍ଦେଶ କହ ହେ ମହିଷ। ଆପଣଙ୍କୁ ଏ ଭୟ ଦେଖାଇବା ହେତୁ, ସୁରଙ୍କର ଏ ମାୟା ରଖି
ଏହାକୁ ଭୟ ମାୟା ଜାଲ ଭାବିବରି ଅନ୍ତର୍ଗତ ମୋହକୁ ଦିଅ ଦୂର କରି। ଆହେ ରାଜା ଏକଟେ ରାଜନୀତି ସୁମନ୍ତ୍ରୀକୁ ପଚାରି ବୁଝ ହେ ନୃପତି। ଜଗତରେ ତ୍ରିବିଧ ମନ୍ତ୍ରୀ ଛନ୍ତି ଈଶ ସାତ୍ବିକ ଯେ ରାଜସ ପୁଣ୍ୟଟି ତାମସ। ଧର୍ମଶାସ୍ତ୍ର ପଣ୍ଡିତ ଧର୍ମ ତତ୍ପର ସ୍ଥିରମତି ସାତ୍ବିକ ମନ୍ତ୍ରୀଟି ବିଚାର। ନିଜ ଶକ୍ତି ବଳରେ ପ୍ରଭୁ କାର୍ଯ୍ୟ କରେ ପ୍ରଭୁ କାର୍ଯ୍ୟ ବିରୋଧେ ନିଜ କାର୍ଯ୍ୟ କରେ। ରାଜସ ମନ୍ତ୍ରୀ ଯେହି ସେ ଅସ୍ଥିର ଚିତ୍ତ କରୁଥାଏ ନିଜର କାର୍ଯ୍ୟ ସେ ସନ୍ତତ। ଇଚ୍ଛା ହେଲେ କରଇ ପ୍ରଭୁ କାର୍ଯ୍ୟ କେବେ ତୁଚ୍ଛାରେ ବୁଲୁଥାଏ ସ୍ୱଇଚ୍ଛାରେ ଭାବେ। ତାମସ ମନ୍ତ୍ରୀ ଅଟେ ଲୋଭ ନାରାୟଣ କରୁଥାଏ ନିଜର କାର୍ଯ୍ୟ ଅନୁକ୍ଷଣ। ରାଜକାର୍ଯ୍ୟ ବିନାଶୀ ନିଜ କାର୍ଯ୍ୟ କରେ ପରେ ହୋଇ ତାପିତ ଭେଦ କରେ ପରେ। ଶତ୍ରୁପକ୍ଷ ମାନଙ୍କୁ କହେ ନିଜ ଛିଦ୍ର ହରାଉଥାଏ ପୁଣି ପ୍ରଭୁଙ୍କ ସମ୍ପଦ। କୋଶ ଗୁପ୍ତ ଆସିଲ ତାର ଯେ ସମାନ କରୁଥାଏ କାର୍ଯ୍ୟଟି ଭେଦ ପ୍ରତିଦିନ। ସମୟ ଆସି ହେଲେ ନିଜର ରାୟକୁ ପ୍ରଚାରି ଚାରି କଥା ଦେଖ ଏ ଭୟକୁ। ଏହିପରି ମନ୍ତ୍ରୀ କି କଦାପି ବିଶ୍ୱାସ କରିବାର ବିଧେୟ ନୁହେଁ ମହିଷ। ବିଶ୍ୱାସ କଲେ ହାନି ହୁଅଇ ସମ୍ପଦ ମନ୍ତ୍ରଭେଦ ହୁଅଇ ପଡ଼ଇ ବିପଦ। ତମ ଗୁଣ ଆଚ୍ଛନ୍ନ ପାପ ମତି ନର ବୁଦ୍ଧିହୀନ ବିଶ୍ୱାସ ଘାତି ଶଠ ପର। ଲୋଭରେ ବଶ ହୋଇ ନର ମାନଙ୍କର ସ୍ୱଲାଭରେ ନ କରେ କିସ ପକାର। ଏକାକୀ ମୁଁ ସାଧିବି ଶୁଦ୍ଧ କାର୍ଯ୍ୟ ସାର ଆହେ ରାଜା ମୋହର ଦେଖ ଧୈର୍ଯ୍ୟ ବୀର୍ଯ୍ୟ। ସ୍ୱଶକ୍ତିରେ କିପରି କରେ ପ୍ରଭୁ କାର୍ଯ୍ୟ। ଦୁଚାରୁଣୀ ରମଣୀ ପାଣି ଟିକି ଧରି ଏହି କ୍ଷଣି ଆଣିବି ପାଖକୁ ତୁମ୍ଭରି। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ସୁଧାସମ ପୁରାଣ ପଞ୍ଚମ ସ୍କନ୍ଧରେ ଦୁର୍ଦ୍ଧର ମହିଷଙ୍କ ମନ୍ତ୍ରଣା ହେବାର 12 ଗୋଟି ଅଧ୍ୟାୟ ସମ୍ପୂର୍ଣ୍ଣ ହେବାର। ବିଘ୍ନରାଜ ଜନନୀ ବିଘ୍ନ ବିନାଶିନୀ ନିର୍ବିଘ୍ନରେ ଗ୍ରନ୍ଥ ପୂର୍ଣ୍ଣ କର ପୁଣି। ଦେବୀ ଭଗବତୀ ଗୋ ବାମଦେବ ବାମା ଦେବୀ ଭାଗବତକୁ ପୂର୍ଣ୍ଣ କର ଉମା। ତ୍ରିପୁର ଅଧିଷ୍ଠାତ୍ରୀ ଆଧି ବ୍ୟାଧି ହର ବାଲାଜୀ ରଣା ବୋଲେ ମାଗୋ ଦୟା କର। ତ୍ରୟୋଦଶ ଅଧ୍ୟାୟ ବାଷ୍କଳ ଓ ଦୁର୍ମୁଖ ଦୁହିଁଙ୍କର ଯୁଦ୍ଧ ଗମନ ଓ ମରଣ। ବ୍ୟାସଦେବ କହିଲେ ଶୁଣ ନରବର ମହାବୀର ବାଷ୍କଳ ଦୁର୍ମୁଖ ସୁର। ଅସ୍ତ୍ରଶସ୍ତ୍ର ନିପୁଣ ଦୁହେଁ ମତ ଭରେ ପ୍ରବେଶିଲେ ଯାଏଣ ଯୁଦ୍ଧର ମଧ୍ୟରେ। ନିରଦ ସୁଗମ୍ଭୀରେ କହିଲେ ବଚନ ଦେବୀଙ୍କର ଶ୍ରୀମୁଖ କରି ବିଲୋଚନ।
ଯେ ମହିଷ ମହିଷ ଆମ୍ଭର ସେ ରାୟ, ଦେବଗଣ ସେ କରିଛନ୍ତି ପରାଜୟ। ରେବରାର ହାଦର ନାରୀଙ୍କର ରାଣ, ସେ ଦାନବ ବରକୁ କର ତୁ ବରଣ। ସମସ୍ତ ସୁଲକ୍ଷଣ ନର ଦେହ ବହି, ଶୁଭର ଆଭରଣେ ଭୂଷଣ ସେ ହୋଇ। ନିର୍ଜନରେ ତୁମ୍ଭର ସହିତ ବିହାର, ହର ପରବଶରେ କରିବେ ସତର। ମହିଷଙ୍କର ମନୋହର କଳେବରେ, ଶୁଭ୍ର ହାସି ସଦ୍ଭାବ ତୁ ରଖିଲେ ବାରେ। ରାଜପଟ ମହିଷି ଶ୍ରୀପୁରେ ହୋଇବୁ, ସାମ୍ରାଜ୍ୟର ଐଶ୍ୱର୍ଯ୍ୟ ତୁ ଭୋଗ କରିବୁ। କୋକିଳ ପ୍ରଳାପିଣୀ ମହିଷ କୋଳରେ, ତୁ ବସିବୁ ଯେ ବେଟି ସକାମ ଭୋଳରେ। ରମଣୀ ଗଣଙ୍କର ସଂସାର ସାର ସୁଖ, ଉପଭୋଗ କରିବୁ ବର ନାରୀ ଶିଖ। ଏହା ଶୁଣି କହିଲେ ଦେବୀ ଜାଳୁଆରେ, ଏହିପରି ଭାବନା କରୁ କି ମନରେ। ବଳ ବୁଦ୍ଧି ନାହିଁ ତ ବଳାର କିଛି, କାମ ମୋହ ହୋଇଣ ପ୍ରେମରେ ରହିଛି। ଷଠରାଜ ପୋଢ଼କୁ କରିବ ଭଜନା, ଏହିପରି ମାନସେ କରୁ କି ଭାବନା। କୁଳଶୀଳ ଗୁଣରେ ଯେ ଅଟଇ ତୁଲ୍ୟ, ବୁଦ୍ଧି କ୍ଷମା ଚାତୁର୍ଯ୍ୟ ଯାହାର ମୂଲ୍ୟ। ତାହାକୁ ସିନା କୁଳ ବର ନାରୀ ଗଣ, ନେଉଥାନ୍ତି ଆଶ୍ରୟ କରି ସୁବରଣ। କେଉଁ ଦେବ ରୂପିଣୀ ରମଣୀ କାମରେ, ପଶୁଇ ସମହିଷ ବରଇ ପ୍ରେମରେ। ଆରେ ମୂର୍ଖ ଦୁର୍ମୁଖ ବାଷ୍କଳ ସୁର, ବାରଣ କଳେବର ପରି ତୋ ପ୍ରଭୁର। ଶୃଙ୍ଗଧରି ମହିଷ ଈଶକୁ କହିବୁ, ନାଗପୁର ଯାଇଣ ଘର କର ବାବୁ। ସମରଥି ଥିଲେ ତ ସମରକୁ ଆସ, ସବଂଶରେ ନାସିବି ତାହାକୁ ଅବଶ୍ୟ। ମୋତେ ଝିଣି ପାପିଷ୍ଠ ଭୂଭାଗେ ବା ସ୍ୱର୍ଗେ, ରହି ନ ପାରିବଟି ଜାଣଗିରି ଦୁର୍ଗେ। ବ୍ୟାସଦେବ କହିଲେ ଦେବୀଙ୍କର ଗିର, ଶୁଣି କରି କୋପରେ ସେ ଦୁଇ ଅସୁର। ଧନୁକରେ ଯୁଦ୍ଧରେ ପ୍ରବେଶୀ କ୍ରୋଧରେ, ସିଂହନାଦ କରିଲେ ମହାଭୟଙ୍କରେ। ଏକା ହୋଇ ଭୀଷଣ ବାଣ କଲେ ବୃଷ୍ଟି, ଏକାବେଳେ ବିନାଶୀ ଦେବେ କି ବା ସୃଷ୍ଟି। ଅଭୟା ଭଗବତୀ ତା ଦେଖି ନିର୍ଭୟେ, ସୁରଙ୍କର ସୁକାର୍ଯ୍ୟ ସଂସିଦ୍ଧ ସାଗ୍ରହେ। ଉଚ୍ଚସ୍ୱରେ କରିଣ ସୁମଧୁର ନାଦ, ସରଗଣ ବର୍ଷଣ କଲେ କି ନିରୋଧ। ବୀରବର ବାଷ୍କଳ ସେହି ରଣାଙ୍ଗନେ, ଦେବୀଙ୍କ ସମ୍ମୁଖୀନ ହୋଇଲେ ତକ୍ଷଣେ। ଦୁର୍ମୁଖ ଦେଖିବାରେ ଦେବୀ ଅଭିମୁଖେ, ଶୋଭାରେ ଉଭା ହେଲେ ଯୁଦ୍ଧରେ ସୁମୁଖେ। ବାଷ୍କଳ ସୁରର ସତୀ ଦେବୀଙ୍କର, ବାଣ ଆସି ପରିଘେ ରଣା ଭୟଙ୍କର। ବାଷ୍କଳାସୁର ଯୁଦ୍ଧ ଭୟଙ୍କର ଦେଖି, ଜଗନ୍ମାତା କ୍ରୋଧରେ ସେ କାଳରେ ଦୁଃଖୀ।
ଶିଳାରେ ସୁଶାଣିତ ପଞ୍ଚବାଣ ଗଣ ଆକର୍ଣ୍ଣ ଓଟାରିଣ କରିଲେ କ୍ଷେପଣ ସେ ପିଶିତ ସନ ନିଶିତ ସର ପେଶି ନାଶିଳଣ ସୁଜ ସିଂହ ସର ବାଣ ରାଶି ସେ ସିଂହ ବାହିନୀଙ୍କୁ ସାତ ଗୋଟି ସର ପେଶିଲା ଲକ୍ଷ୍ୟ କରି ତାହାଙ୍କ ଶରୀର ସୁତୀକ୍ଷ୍ଣ ଦଶ ସର ଦେବୀ ପ୍ରହାରିଲେ ଦାନବର ସରକୁ ନିବାରଣ କଲେ ମୁହୁର୍ମୁହୁ ବହୁତ ମନ୍ଦ ମନ୍ଦ ହସି ସରାସନ ନାସିଲେ ଅର୍ଦ୍ଧ ଚନ୍ଦ୍ର ପେଶି ଭାସ୍କର କ୍ରୋଧ ହୋଇ ଗଦାଏ ଘେନିଲା ଦେବୀଙ୍କୁ ମାରିବାରେ ସମ୍ମୁଖେ ମିଳିଲା ମଦ ଗର୍ବ ଦାନବ ଗଦା କରେ ଧରି ଆସିବାର ଦେଖିଣ ଦେବୀ ହସି କରି ମଦା ହୋଇ ନିଜର ଗଦାକୁ ଧରିଲେ ମାରି ରଣ ପଦାରେ ତାକୁ ପକାଇଲେ ଚଣ୍ଡୀଙ୍କର ଗଦାରେ ସେ ଚଣ୍ଡ ବିକ୍ରମ ମହିପରେ ପଡ଼ିଣ ଉଠିଲା ତକ୍ଷଣ ମଦା ହୋଇ ପୁନଶ୍ଚ ଗଦାଟି ଧରିଲା ସଦାଗତି ପରାଏ ମାରିବାକୁ ଗଲା ପ୍ରମଦା କ୍ରୋଧା ହେଲେ ତାହାକୁ ଦେଖିଣ ତା ବକ୍ଷକୁ ଶୂଳଟି କଲେ ନିକ୍ଷେପଣ ଭୂତଳେ ପଡ଼ି ଦୈତ୍ୟ ଲଭିଲା ମରଣ ପଳାଇଲେ ସୈନ ଗଣ ଛାଡ଼ି ରଣ ସୁମନ ସେ ଥାଇଣ ସୁମନ ସଚୟ ସୁମନ ସେ କହିଲେ ଦେବୀ ଜୟ ଜୟ ତା ଦେଖି ବଳଶାଳୀ ବର୍ମାବୃତ ଦେହ ଦୁର୍ମୁଖ ରଥ ପରେ କରି ଅବରୋହ ଧନୁ ଧରି କହିଲା ରେ ଅବଳାର ଦେବୀ ଆଗେ ମିଳିଲା ଲାଗେ ପାଇ ମୋହ ତା ଦେଖି ସୁଲକ୍ଷଣୀ ରମଣୀ ସେ କ୍ଷଣୀ ତାର ଭୟ ହେତୁରେ କଲେ ଶଙ୍ଖ ଧ୍ୱନି ଧନୁ ଘୋଷ କରିଲେ ସେ ଶବ୍ଦ ମହତ କାହା କର୍ଣ୍ଣ ତବ ନହିବ କହତ ଦୁର୍ମୁଖ ଅଟଇତ ଦୁର୍ମୁଖ ସୁର ଅହିବିଷ ପରାଏ ବରସିଲା ସର ସିଂହାସନେ ନିଜର ସଣ ରାଶି ପେଶି ସିଂହନାଦ କରିଲେ ସେ ସମସ୍ତ ନାଶି ସରଶକ୍ତି ଗୋଦାମ ସଳ ତମରରେ ଦୁହିଁଙ୍କର ସମର ହେଲା ଘୋର ତଳେ ରକତମୟ ନଦୀ ବହିଗଲା ତହିଁ ବ୍ୟକ୍ତ ହେଲା ବୀରଙ୍କ ଶିର ଛେଦ ହୋଇ ସନ୍ତରଣ ଶିକ୍ଷାର୍ଥୀ ସମନ କିଙ୍କର ନୂତନ ସନ୍ତରଣ ଶିଖିବା କାମର ମରଣ ପ୍ରାପ୍ତ ବୀରମାନଙ୍କର ଶିର ତୁମ୍ବି ଫଳ ବିଚାରି ନେଲେ ସେ ସତର ବୃତ୍ତାଦି ଖାଇବାରେ ଶବଙ୍କ ଶରୀର ରଣସ୍ଥାନ ଦିଶିଲା ଦୁର୍ଗ ଭୟଙ୍କର ଶୃଗାଳ କଙ୍କ ଗୃଧ୍ର କାଳ ଯେ କୁକୁର ଭକ୍ଷଣ କଲେ ଆସି ଶବଙ୍କ ଶରୀର ଶବ ଦେହ ସଂସର୍ଗ ହେତୁ ଗନ୍ଧବ ହେ ଜନ୍ମେ ଜୟ ହେଲା ସେ ଦୁର୍ଗନ୍ଧବ ମାଉଁସ ଖାଇବାରେ ବିହଙ୍ଗମ ଗଣେ କିଳି କିଳା ଶବ ଦେ ଉଠିଲେ ଗଗନେ କାଳ ତ ଘୋଟିଥିଲା ଦୁଷ୍ଟ ଦୁର୍ମୁଖକୁ
ସେ କାଳରେ ଉଠିଲା ବହିଣ କ୍ରୋଧକୁ, ଗରବରେ ଶୋକର ଦେଇଣ ଉଠାଇ, ହରବରାର ହିଙ୍କୁ କହିଲା ନିଠାଇ, ଚଣ୍ଡୀରାଣ୍ଡି ମୁଢ଼ିଲ ପଳାଅ ପଳାଅ, ଦଣ୍ଡକେ ମାରିଦେବି ଜାଣଲୋ ନିଶ୍ଚୟ। ତା ନହିଲେ ମମଦ ଗର୍ବିତ ପ୍ରଭୁଙ୍କୁ, ରେବା ମରୁ ଭୋଜନା କର ମହିଷକୁ। ଏହା ଶୁଣି କହିଲେ ଶ୍ରୀଦେବୀରେ ପାପ, କାଳରେ ମୋହ ପାଇ କହୁଛୁ କଣ ପ। ବସିଲାଣି ତୋ ଶିରେ ମୃତ୍ୟୁ କରି ଧାପ, ଏ ହେତୁରେ ଅଧମ କରୁଛୁ ପ୍ରଳାପ। ଭାସ୍କଳକୁ ବିନାଶ କଲି ମୁଁ ଯେ ରୂପ, ସେ ରୂପ ତୋର ରୂପ କରିଦେବି ଲୋପ। ପଳାଅ ଆରେ ମନ୍ଦ ତୋ ଭୂପ ସମୀପ, ଆସନ୍ନ ମୃତ୍ୟୁ ହେଲେ ଆସ ବହି ତାପ। ଆରେ ମୂର୍ଖ ଦୁର୍ମୁଖ ତୋତେ ଆଗେ ମାରି, ସବଂଶରେ ମହିଷ ଦେବିଟି ସଂହାରି। କାଳ ତ ବସିଥିଲା ଦୁର୍ମୁଖ ମୁଣ୍ଡରେ, ଚଣ୍ଡୀଙ୍କର ଏ ଗିର ରାଗ ପ୍ରଚଣ୍ଡରେ। ଦାରୁଣ ବାଣ ଗଣ କଲା ବରଷଣ, ତାହା ଦେଖି କୋପରେ ଦେବି ସେହି କ୍ଷଣ। ନିଶିତ ସର ପେଶି ନାସି ବାଣ ଗଣ, ଈଶିତରେ ହସିଲେ ଏକିଶ ଭାଷିଣ। ସୁଦାମା ବୃତ୍ରାସୁର ମାରିଥିଲେ ଯେହ୍ନେ, ଦୁର୍ମୁଖକୁ ସେ ଦେବୀ ମାରିଲେ ତେସନେ। ଏପରି ଦୁହିଁଙ୍କର ପରସ୍ପର ଘୋର, ସେ ସମୟ ହୋଇଲା ଅସମ ସମର। ତା ଦେଖି ଭୀରୁ ଗଣ କଲେ ମହାଭୟ, ବୀରଙ୍କର ମାନସ ହୋଇଲା ଉତ୍ସାହ। ଆଶୁତୋଷ ଦାୟିନୀ କିଛି କ୍ଷଣେ ଜାଣି, ଦଇତ ହସ୍ତସ୍ଥିତ ଧନୁ ଛେଦି ପୁଣି। କ୍ଷେପିଣ ପଞ୍ଚବାଣ ରଥ ଚୂର୍ଣ୍ଣ କଲେ, ଦୁର୍ମୁଖ ନିଜ ରଥ ଭାଙ୍ଗିବା ଜାଣିଲେ। ଗଦା ପେଶି ଦୁର୍ଦ୍ଦଶା ଚଣ୍ଡିକାର ପ୍ରତି, ସଦା ଗତି ପରାଏ କରି ପାଦ ଗତି। ଦେବୀଙ୍କର ବାହନ ସିଂହର ଶିରରେ, ଗଦାଘାତ କରିଲେ ପ୍ରମୋଦେ ବେଗରେ। ମହତ ବଳଶାଳୀ କେଶରୀ ସେହି ତ, କେଶରୀ ତାକୁ ହେବ ହେଲେ ହେଁ ତାଡ଼ିତ। ଉଭା ହେବା ସ୍ଥାନରୁ ପଦେ ନ ଘୁଞ୍ଚିଲେ, ଶୋଭାମୟୀ ଅମ୍ବିକା ତା ଦେଖି ତତ୍କାଳେ। ଗଦାକର ସୁର ଦେଖି ସମ୍ମୁଖରେ, ଶତଧାର ଖଡ଼ଗ ପେଶି ଦେଇ ଖରେ। କିରୀଟ ଶୋଭାମୟ ଛେଦିଲେ ମସ୍ତକ, ପ୍ରାଣ ଗତେ ଭୂତଳେ ପଡ଼ିଲା ଦୁର୍ମୁଖ। ତା ଦେଖି ସୁମନସ ଗଣେ ସୁମନସ, ସୁମନସ ବର୍ଷିଲେ ରହି ସୁମନସ। ଦେବୀ ଗୋ ଜୟ ଜୟ ବୋଲି କଲେ ସ୍ତବ, ଦାନବର ନିଧାନ ଜାଣି କରି ଭାବ। ଗନ୍ଧର୍ବ ସିଦ୍ଧ ଋଷି କିନ୍ନର ବିଦ୍ୟାଧର, ପ୍ରେମାନନ୍ଦ ପ୍ରକାଶ କଲେ ତା ଅପାର। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ମହତ ପୁରାଣର ପଞ୍ଚମ ସ୍କନ୍ଧରେ। ଭାସ୍କଳ ଯେ ଦୁର୍ମୁଖ ବଦ୍ଧ ହୋଇବାର, ତ୍ରୟୋଦଶ ଅଧ୍ୟାୟ ସମ୍ପୂର୍ଣ୍ଣ ହେବାର।
ସେ ବାସ୍କଳ ଦୁର୍ମୁଖ ମୁଖ୍ୟ ପ୍ରଦା ଭାବି ବାଲାଜୀ ରଣା କହେ କେବେ ମୋ